ଜୟଗୁରୁ ନିଗମ ଜୀବନ ଦାକ୍ଷିଣାତ୍ୟ ଭ୍ରମଣ। ଏହାପରେ ନିଗମାନନ୍ଦ ବରୋଦା ରାଜ୍ୟ ଭିତର ଦେଇ ଦକ୍ଷିଣକୁ ଚାଲିଲେ। ଏହି ରାଜ୍ୟରେ ଲୋକେ ମଠ ଓ ମନ୍ଦିରକୁ ଖୁବ୍ ପବିତ୍ର ମନେକରି ସମ୍ମାନ କରନ୍ତି। ଏଠାରେ ଥିବା ଧର୍ମ ଧ୍ୱଜାଧାରୀ ମହନ୍ତମାନଙ୍କର ଆଧ୍ୟାତ୍ମିକ ଦୈନ୍ୟ ଦର୍ଶନ କରି ନିଗମାନନ୍ଦ ବଡ଼ କଷ୍ଟ ଅନୁଭବ କଲେ। ବରୋଦା ରାଜ୍ୟର ଦକ୍ଷିଣକୁ ଗମନ କରିବା ସଙ୍ଗେ ସଙ୍ଗେ ସେ ଦାକ୍ଷିଣାତ୍ୟବାସୀଙ୍କର ତାମିଲ ଭାଷା ବୁଝିବାକୁ ଅକ୍ଷମ ହେଲେ। ଏଠାରେ ଲୋକମାନେ ସାଧୁ ଦେଖିଲେ ସମ୍ମାନ କରନ୍ତି, ଅଯାଚିତ ଭାବରେ ଭିକ୍ଷାଦାନ କରନ୍ତି। ତେଣୁ ନିଗମାନନ୍ଦ ସେଠାରେ ବିଶେଷ କିଛି ଅସୁବିଧା ଅନୁଭବ କଲେ ନାହିଁ। ଦାକ୍ଷିଣାତ୍ୟ ଭ୍ରମଣ ସମୟରେ ଭିକ୍ଷାଲବ୍ଧ ଚାଉଳ, ଡାଲି, ଲୁଣ, ପରିବା ଯାହା କିଛି ପାଉଥିଲେ ସବୁ ଏକତ୍ର ସିଦ୍ଧ କରି ଉଦରପୂର୍ତ୍ତି କରୁଥିଲେ। ଦେହର ସ୍ଥୂଳ ପ୍ରଭାବକୁ କ୍ଳିଷ୍ଟ କରି ଏହିପରି ଭାବରେ କିଛି ଦିନ ପରେ ସେ ରାମେଶ୍ୱରରେ ଆସି ଉପସ୍ଥିତ ହେଲେ। ରାମେଶ୍ୱର କର୍ମକ୍ଷେତ୍ର। ଭଗବାନ ତ୍ରେତା ଯୁଗରେ ନରଲୀଳା କରିବା ସମୟରେ ଏହି ସ୍ଥାନକୁ କର୍ମକ୍ଷେତ୍ର ରୂପେ ବାଛି ନେଇଥିଲେ ବୋଲି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ରାମେଶ୍ୱର ଧାମକୁ ଶୃଙ୍ଗେରୀ ମଠ ସହିତ ସମ୍ପୃକ୍ତ କରିଥିଲେ। ଏଠାକୁ ଆସି ବୈଦିକ ସନ୍ନ୍ୟାସୀ ମଣ୍ଡଳୀ ଯଜୁର୍ବେଦର ଅହଂ ବ୍ରହ୍ମାସ୍ମି ଅର୍ଥାତ୍ ଏହି ଆତ୍ମା ହିଁ ଅନନ୍ତ ଅସୀମ ବ୍ରହ୍ମ, ଏହି ମହାବାକ୍ୟ ଧ୍ୟାନ କରି ବ୍ରହ୍ମସତ୍ତାରେ ନିମଜ୍ଜିତ ହୁଅନ୍ତି। ନିଗମାନନ୍ଦ ଏହି ଭାବରେ କିଛି ଦିନ ଏଠାରେ ଅତିବାହିତ କରି ମାନ୍ଦ୍ରାଜ ବାଟେ ପଦବ୍ରଜରେ ଦିନରେ ପ୍ରାୟ 23-24 କୋଶ ବାଟ ଚାଲି ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମରେ ଉପନୀତ ହେଲେ। ଶ୍ରୀକ୍ଷେତ୍ର, ଏହି କ୍ଷେତ୍ର ଭୋଗକ୍ଷେତ୍ର। ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଦେବଙ୍କର ଯେଉଁ ବାହିକ ଭୋଗର ଆଚରଣ ସ୍ମରଣାତୀତ କାଳରୁ ଚଳି ଆସୁଛି, ତାହା ଅନ୍ୟ କେଉଁଠାରେ ଦେଖାଯାଏନି। ଏହି କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃକ ଗୋବର୍ଦ୍ଧନ ମଠ ସ୍ଥାପିତ ହୋଇଅଛି। ଋଗ୍ବେଦର ମହାବାକ୍ୟ ପ୍ରଜ୍ଞାନଂ ଆନନ୍ଦଂ ବ୍ରହ୍ମ ଏହି ସ୍ଥାନରେ ବିଚାର୍ଯ୍ୟ। ପୂର୍ବୋକ୍ତ ତିନି ମଠରେ ଆତ୍ମା ସହିତ ବ୍ରହ୍ମଙ୍କର ଐକ୍ୟ ବିଚାର୍ଯ୍ୟ ଥିଲା। ବର୍ତ୍ତମାନ ବ୍ରହ୍ମଙ୍କର ସ୍ୱରୂପ ବିଚାର୍ଯ୍ୟ ଓ ବିଧେୟ। ବ୍ରହ୍ମ କିପରି? ନା ଆନନ୍ଦମୟ। ନିଗମାନନ୍ଦ ବୈଦିକ ସନ୍ନ୍ୟାସୀ। ସେ ଆଚାର୍ଯ୍ୟ ଶଙ୍କରଙ୍କ ପ୍ରତିଷ୍ଠିତ ମଠ ଚତୁଷ୍ଟୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ଦର୍ଶନ କରି ମୁଗ୍ଧ ହେଲେ। ପୁରୀରେ ପ୍ରାୟ 1 ମାସ ଅବସ୍ଥାନ କରି ସମୁଦ୍ର ତୀରବର୍ତ୍ତୀ ମଠତ୍ରୟର ଗୁରୁତ୍ୱର ଆଭାସ ପାଇ ପୁନରାୟ ସଚ୍ଚିଦାନନ୍ଦ ସ୍ୱାମୀଙ୍କ ଆଶ୍ରମକୁ ଫେରିଗଲେ। ସେ ପୁରୀ ଧାମରେ ପରିବ୍ରାଜକ ଅବସ୍ଥାରେ ଭ୍ରମଣ କରୁଥିବା ବେଳେ ବଗଲା ଧର୍ମଶାଳା ବର୍ତ୍ତମାନ ନାମରେ ବଗଲା ହାଉସରେ ଅବସ୍ଥାନ କରିଥିଲେ। ସେ ଯେଉଁ କୋଠରୀରେ ଥିଲେ ତାହା ମଧ୍ୟ ପରବର୍ତ୍ତୀ କାଳରେ ସେବକମାନଙ୍କୁ ଚିହ୍ନାଇ ଦେଇଥିଲେ। ଯୋଗ ସାଧନ ନିମିତ୍ତ ଆଦେଶ। ସ୍ୱାମୀ ନିଗମାନନ୍ଦ ଭାରତବର୍ଷର 4 ଧାମ ସପ୍ତଖଣ୍ଡ ଭ୍ରମଣ କରି ଗୁରୁଦେବଙ୍କ ଆଶ୍ରମକୁ ଫେରିଆସି କିଛି ଦିନ ଅବସ୍ଥା କଲା ପରେ ଦିନେ ଗୁରୁ ସଚ୍ଚିଦାନନ୍ଦ ନିଗମାନନ୍ଦଙ୍କୁ ଡାକି କହିଲେ, ଆରେ ମୋ ନିକଟରେ ତୋର ଯାହା ହେବାର ଥିଲା ସବୁ ଶେଷ ହୋଇଗଲାଣି। ଯୋଗ ବ୍ୟତୀତ ଆତ୍ମଜ୍ଞାନ ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ। ତୁ ଯେଉଁ ସବୁ ତତ୍ତ୍ୱ ଶାସ୍ତ୍ରାଲୋଚନା କରି ଜାଣିଛୁ, ସେହି ସବୁ ତତ୍ତ୍ୱ ପ୍ରତ୍ୟକ୍ଷ ଉପଲବ୍ଧି କରିବା ନିମିତ୍ତ ତୋତେ ଯୋଗୀଗୁରୁ ଅନୁସନ୍ଧାନ କରିବାକୁ ହେବ। ତାଙ୍କ ନିର୍ଦ୍ଦେଶ ମାତ୍ରେ ଯୋଗ ସନ୍ଧାନ କରି ସିଦ୍ଧ ହେବାକୁ ପଡ଼ିବ। ଯୋଗ ବଳରେ ଏସବୁ ତତ୍ତ୍ୱର ପ୍ରତ୍ୟକ୍ଷ ଦର୍ଶନ ଲାଭ ହେବ। ତୁ ଯୋଗୀଗୁରୁ ଅନୁସନ୍ଧାନ କରି ଯୋଗ ସାଧନ କର। ଆବେଗର ସହିତ ନିଗମାନନ୍ଦ ଉତ୍ତର ଦେଲେ, ତୁମକୁ ଛାଡ଼ି ଆଉ କେଉଁ ଆଡ଼କୁ ଯିବାକୁ ମୋର ଇଚ୍ଛା ନାହିଁ। ତୁମେ ମୋତେ ଯୋଗ ଶିକ୍ଷା ମଧ୍ୟ ଦିଅ। ସଚ୍ଚିଦାନନ୍ଦ କହିଲେ, ବତ୍ସ ନିଗମାନନ୍ଦ, ମୁଁ ଯୋଗ ପଥରେ ସିଦ୍ଧ ନୁହେଁ, ଜ୍ଞାନ ପଥରେ ସିଦ୍ଧ। କିନ୍ତୁ ଜ୍ଞାନ ପଥ ବଡ଼ କଠିନ। କୁଚ୍ଛ ସାଧନର କଷ୍ଟ ସହ୍ୟ କରି ପାରିଲେ ମଧ୍ୟ ଏହି ପନ୍ଥାରେ ସତ୍ୟଲାଭ କରିବା ପାଇଁ ବହୁ ସମୟ ଲାଗିବ। ଦିବ୍ୟ ଦୃଷ୍ଟିରେ ମୁଁ ଦେଖିପାରୁଛି ଯେ ଯୋଗୀଗୁରୁ ଅନୁସନ୍ଧାନ କରି ଯୋଗ ସାଧନ କଲେ ଅତି ଅଳ୍ପ ସମୟ ଭିତରେ ତୋର ପରମାତ୍ମା ତତ୍ତ୍ୱ ଉପଲବ୍ଧି ହୋଇପାରିବ। ସେତେବେଳେ ବିନା ଆୟାସରେ ନିର୍ବିକଳ୍ପ ସମାଧି ଭିତରେ ବ୍ରହ୍ମତତ୍ତ୍ୱ ଫୁଟି ଉଠିବ। ସଚ୍ଚିଦାନନ୍ଦଙ୍କର ବିଦାୟ ଆଶୀର୍ବାଦ। ପୁଣି ଗୁରୁ ଅନୁସନ୍ଧାନ କଥା ଶୁଣି ନିଗମାନନ୍ଦଙ୍କର ମୁଖ ମଳିନ ହୋଇପଡ଼ିଲା। ସାକ୍ଷାତ୍ ବ୍ରହ୍ମତତ୍ତ୍ୱବିତ୍ ପରମଜ୍ଞାନୀ ଗୁରୁଦେବଙ୍କର ଆଶ୍ରୟ ତ୍ୟାଗ କରି ପୁନରାୟ ଗୁରୁ ଅନ୍ୱେଷଣ ଯେ ଏକ ଦୂରୂହ ବ୍ୟାପାର, ତାହା ମନେ ମନେ ଚିନ୍ତା କରି ହତାଶାର ଛାୟା ତାଙ୍କ ମନରେ ଖେଳିଗଲା। ସ୍ୱାମୀ ସଚ୍ଚିଦାନନ୍ଦ ଶିଷ୍ୟଙ୍କର ଏପରି ବିଷର୍ଣ୍ଣ ଭାବ ଦେଖି କହିଲେ, ଭୟ କର ନାହିଁ ବତ୍ସ, ଯୋଗୀଗୁରୁ ତୁରନ୍ତ ମିଳିଯିବେ। ଏହାପରେ ନିଗମାନନ୍ଦ ଯୋଗୀଗୁରୁ ଅନୁସନ୍ଧାନରେ କୃତସଂକଳ୍ପ ହୋଇ ଆଉ କାଳ ବିଳମ୍ବ ନ କରି ଶ୍ରୀ ଗୁରୁଦେବଙ୍କ ଆଶୀର୍ବାଦ ଗ୍ରହଣ ପୂର୍ବକ ଆଶ୍ରମରୁ ବିଦାୟ ନେଲେ।
ଗୁରୁ ସଚ୍ଚିଦାନନ୍ଦ ଏକାନ୍ତ ଦୁଃଖିତ ଅନ୍ତଃକରଣରେ ଶିଷ୍ୟ ନିଗମାନନ୍ଦଙ୍କୁ ବିଦାୟ ଦେଇ ଦୃଷ୍ଟିପଥରୁ ଅନ୍ତର୍ହିତ ହେବା ପର୍ଯ୍ୟନ୍ତ ସତୃଷ୍ଣ ନୟନରେ ତାଙ୍କ ଯିବା ପଥକୁ ଅନାଇ ରହିଥାନ୍ତି। ଚତୁର୍ଥ ପରିଚ୍ଛେଦ ଯୋଗ ସାଧନ ଯୋଗୀ ଗୁରୁ ଅନୁସନ୍ଧାନ। ନିଗମାନନ୍ଦ ଗୁରୁ ସଚ୍ଚିଦାନନ୍ଦଙ୍କ ଆଦେଶରେ ଯୋଗୀ ଗୁରୁ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ ଓ ଅନେକ ସିଦ୍ଧ ମହାତ୍ମାଙ୍କ ଦର୍ଶନ ଲାଭ କଲେ, କିନ୍ତୁ କେହି ତାଙ୍କ ପ୍ରାଣର ପ୍ରବଳ ପିପାସା ନିବାରଣ କରିପାରିଲେ ନାହିଁ। ଯେଉଁମାନେ ଯୋଗୀ ବୋଲି ଖ୍ୟାତ ସେମାନଙ୍କ କୃପଣତା ଓ କଠୋର ବ୍ୟବହାରରେ ନିଗମାନନ୍ଦ ମର୍ମାହତ ହୋଇପଡ଼ିଲେ। ଅନେକ ଭଣ୍ଡ ସାଧୁଙ୍କ କବଳରେ ପଡ଼ି ତାଙ୍କୁ ନାନା ରୂପ ଲାଞ୍ଛନା ଭୋଗ କରିବାକୁ ପଡ଼ିଲା। ତଥାପି ସେ ଭଗ୍ନୋତ୍ସାହ ନ ହୋଇ ଗୁରୁ ସନ୍ଧାନରେ ପ୍ରବୃତ୍ତ ହେଲେ। ବ୍ୟାଘ୍ର କବଳରେ ନିଗମାନନ୍ଦ ଏହିପରି ଭାବରେ ବୁଲୁ ବୁଲୁ ଦିନେ ଗୋଟିଏ ବଣ ମଝିରେ ସନ୍ଧ୍ୟା ହୋଇଗଲା। ନିଗମାନନ୍ଦ ଶ୍ରାନ୍ତି ଦୂର କରିବା ନିମିତ୍ତ ଗୋଟିଏ ଗଛ ମୂଳରେ ବସି ପଡ଼ିଲେ। କିଛି କ୍ଷଣ ପରେ ପଛକୁ ଚାହିଁ ଦେଖିଲେ ଏକ ପ୍ରକାଣ୍ଡ ବ୍ୟାଘ୍ର ତାଙ୍କ ଆଡ଼କୁ ଆସୁଛି। ଏହା ଦେଖି ନିଗମାନନ୍ଦ ଭୟରେ ଜଡ଼ ହୋଇଗଲେ। ଏପରି ହେଲା ଯେ ଉଠି ପଳାଇ ଯିବାକୁ ମଧ୍ୟ ବଳ ପାଇଲାନି। ସେ ଭାବିଲେ ମରିବାକୁ ତ ନିଶ୍ଚୟ ହେବ, ତେବେ ବ୍ୟାଘ୍ର ମୁଖ ଦେଖି ମଲେ ପରଜନ୍ମରେ ବ୍ୟାଘ୍ର ହେବାକୁ ପଡ଼ିବ। ଏହା ଭାବି ପାଖରେ ଥିବା କମ୍ବଳରେ ଶରୀର ଆବୃତ କରି ବ୍ୟାଘ୍ର ସମ୍ମୁଖରେ ଚିତ୍ ହୋଇ ପଡ଼ି ରହି ମୃତ୍ୟୁକୁ ଅପେକ୍ଷା କରିବାକୁ ଲାଗିଲେ। ବ୍ୟାଘ୍ର ଚିନ୍ତା ନ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ମନ ବ୍ୟାଘ୍ର ଚିନ୍ତାରେ ଅସ୍ଥିର ହେବାକୁ ଲାଗିଲା। ଶେଷରେ ତାଙ୍କ ମନ ବ୍ୟାଘ୍ରମୟ ହୋଇଗଲା। ବ୍ୟାଘ୍ର ନିକଟକୁ ଆସି ଚାରିଆଡ଼େ ବୁଲି ତାକୁ ଶୁଙ୍ଘି ଦେଇ ଚାଲିଗଲା। ଅଦୂରସ୍ଥିତ ଶୁଖିଲା ପତ୍ର ଖସ୍ ଖସ୍ ହେବାରୁ ନିଗମାନନ୍ଦ ବୁଝିପାରିଲେ ଯେ ବ୍ୟାଘ୍ର ଚାଲିଯାଇଛି। ତଥାପି ସେ ଉଠିଲେ ନାହିଁ। ଭାବିଲେ ବ୍ୟାଘ୍ର ଶିକାରୀ ଜନ୍ତୁ, ଛକି ପରି ବସିଛି, ଉଠିଲା ମାତ୍ରେ ଖାଇବ। କିଛି କ୍ଷଣ ପରେ କେତେଜଣ ବଣୁଆ ଲୋକଙ୍କ ପାଟି ଶୁଣିବାକୁ ନିଗମାନନ୍ଦ ପାଇଲେ। ଉଠି ସେମାନଙ୍କ ନିକଟକୁ ଗଲେ। ସେମାନେ ସମସ୍ତ କଥା ଶୁଣି ନିଗମାନନ୍ଦଙ୍କୁ ସେମାନଙ୍କ ଘରକୁ ନେଇଗଲେ ଓ ଆଦର ଯତ୍ନ କରି ଖାଇବାକୁ ଦେଇ ତତ୍‌ପରଦିନ ବଣ ପାର କରାଇ ଦେଇ ଆସିଲେ। ଏହାପରେ ନିଗମାନନ୍ଦ ପୁନରାୟ ଅନିଶ୍ଚିତ ଭାବରେ ଚାଲିବାକୁ ଲାଗିଲେ। କୋଟା ରାଜ୍ୟର ପଥଭ୍ରାନ୍ତି। ନିଗମାନନ୍ଦ ନାନା ସ୍ଥାନ ଭ୍ରମଣ କରୁ କରୁ କୋଟା ରାଜ୍ୟ ସୀମାରେ ଉପନୀତ ହେଲେ। କୋଟା ରାଜ୍ୟ ରାଜପୁତନାର କଦର ରାଜ୍ୟ, ପାର୍ବତ୍ୟ ପ୍ରଦେଶ ଏବଂ ବନ୍ଧୁର ପଥ। ଏହି ପଥରେ ଯାଉ ଯାଉ ଦିନେ ସନ୍ଧ୍ୟା ହୋଇଗଲା। ଉଭୟ ଦିଗରେ ଉଚ୍ଚ ପର୍ବତ ଓ ପର୍ବତ ଭିତରେ ଶ୍ୱାସ ଫଙ୍କୁଳ ଜନବିରଳ ସଂକୀର୍ଣ୍ଣ ପଥ। କିଛି ଦୂର ଅଗ୍ରସର ହୋଇ ଦେଖିଲେ ସେ ପଥ ହରାଇ ବିପଦରେ ପଡ଼ିଛନ୍ତି। କିନ୍ତୁ ସେ ଏତେ ଦୂର ଚାଲି ଯାଇଥିଲେ ଯେ ସେଠାରୁ ଫେରିଯାଇ ବାଟ ଠିକ୍ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ। ଶୋଷରେ ତଣ୍ଟି ଶୁଖି ଯାଉଥାଏ, ପାଦରୁ ରକ୍ତ ଝରଝର ହୋଇ ବହୁଥାଏ। ଚାରିଆଡ଼େ ଖୋଜିଲେ ମାତ୍ର କୌଣସିଠାରେ ଝରଣାଟିଏ ସୁଦ୍ଧା ପାଇଲେ ନାହିଁ। ସେତେବେଳକୁ ସନ୍ଧ୍ୟା ହୋଇଗଲାଣି। ସହସା କିଛି ଦୂରରେ ସେ ଜଣେ ଯୁବତୀକୁ ଦେଖିଲେ। ବିଜନ ବନରେ ଲୋକ ଦେଖି ନିଗମାନନ୍ଦ ଟିକିଏ ଆଶ୍ୱସ୍ତ ଓ କେତେକ ପରିମାଣରେ ବିସ୍ମିତ ହେଲେ। ସ୍ତ୍ରୀ ଲୋକଟି ଆଗନ୍ତୁକଙ୍କର ନାମ ଧରି ଡାକିଲେ ନିଗମାନନ୍ଦ, ଯେପରି ବହୁଦିନର ପରିଚିତ ବନ୍ଧୁ। ତାଙ୍କ ଡାକ ସହଜ ସରଳ ଓ ସର୍ବପ୍ରକାର ସଂକୋଚ ଶୂନ୍ୟ ବୋଲି ନିଗମାନନ୍ଦଙ୍କୁ ବୋଧ ହେଲା। ବିସ୍ମୟ ବିମୁଗ୍ଧ ହୋଇ ନିଗମାନନ୍ଦ ଯୁବତୀଙ୍କ ଆଡ଼କୁ ଅଗ୍ରସର ହେଲେ। ଯୁବତୀଙ୍କର ଆକୃତି ପ୍ରକୃତି ଦେଖି ପାହାଡ଼ିଆ ସ୍ତ୍ରୀ ଲୋକ ବୋଲି ମନେ ହେଲା ନାହିଁ। ନାନା ପ୍ରକାର କଳ୍ପନା କରି ନିଗମାନନ୍ଦ ଯୁବତୀଙ୍କ ନିକଟରେ ଉପସ୍ଥିତ ହେଲେ। ଯୁବତୀ କହିଲେ, ନିଗମାନନ୍ଦ, ତୁମକୁ ବଡ଼ ପିପାସ ହେଉଛି। ତୁମେ କ୍ଷୁଦ୍ର ତୃଷ୍ଣାର ବଡ଼ କାତର ହୋଇପଡ଼ିଛ। କିଛି ଦୂର ଆଗକୁ ଯାଅ, ଗୋଟିଏ ପର୍ଣ୍ଣ କୁଟୀର ପାଇବ। ସେଠାରେ ତୁମ ପାଇଁ ଖାଦ୍ୟଦ୍ରବ୍ୟର ବନ୍ଦୋବସ୍ତ ହୋଇଛି। କ୍ଷୁଧା ପିପାସ ଦୂର କରିବା ସେଠାରେ ରାତ୍ରି ଯାପନ କରିପାରିବ। ନିଗମାନନ୍ଦ ଯୁବତୀଙ୍କ ବାକ୍ୟ ଅନୁସାରେ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଲେ। କାରଣ ଅନ୍ଧକାର ହେବା ପୂର୍ବରୁ ଜଙ୍ଗଲରୁ ବାହାରି ଯିବାକୁ ପଡ଼ିବ। ସେତେବେଳେ ବହୁତ ପ୍ରଶ୍ନ ତାଙ୍କ ମନ ଭିତରେ ଜାଗ୍ରତ ହେବାକୁ ଲାଗିଲା। ଯୋଗିନୀ କୁଟୀର। ନିଗମାନନ୍ଦ ମନେ ମନେ ନାନା ଚିନ୍ତା କରି କିଛି ଦୂର ଯିବା ପରେ ଗୋଟିଏ ପର୍ଣ୍ଣ କୁଟୀର ଦେଖିବାକୁ ପାଇଲେ। ସେଠାରେ ଦେଖିଲେ ପୂର୍ବର ସେହି ଜ୍ୟୋତିର୍ମୟୀ ଭୈରବୀ ଯୁବତୀ କୁଟୀର ସମ୍ମୁଖରେ ଦଣ୍ଡାୟମାନ। ପ୍ରଥମେ ନାମ ଧରି ଡାକି ପରେ ହାତ ଧରି କୁଟୀର ଭିତରକୁ ସେ ତାଙ୍କୁ ନେଇଗଲେ ଓ ଲୋଟାଏ ଜଳ ଦେଇ କହିଲେ, ଗୋଡ଼ ହାତ ଧୁଅ। ତୁମ ପାଇଁ କୁଟୀର ଭିତରେ ସାମାନ୍ୟ ଜଳ ଯୋଗର ବ୍ୟବସ୍ଥା ହୋଇଛି। ତାହା ଶେଷ କରି ଏଠାରେ ବିଶ୍ରାମ କର। ନିଗମାନନ୍ଦ ଭୈରବୀଙ୍କ ପ୍ରଦତ୍ତ ଜଳରେ ଗୋଡ଼ ଧୋଇବେ କି ନାହିଁ ଇତସ୍ତତଃ ହେବାରୁ ଭୈରବୀ ନିଜେ ତାଙ୍କ ଗୋଡ଼ରେ ଜଳ ଢାଳିଦେଲେ। ନିଗମାନନ୍ଦ ଅପ୍ରତିଭ ହୋଇ କୁଟୀର ଭିତରକୁ ଯାଇ ଦେଖିଲେ ଗୋଟିଏ ରେକାବିରେ ଚିନି ସନ୍ଦେଶ, ଫଳ, କନ୍ଦମୂଳ ରହିଛି। ସମ୍ମୁଖରେ ଖଣ୍ଡିଏ କୁଶାସନ ପଡ଼ିଛି। ନିଗମାନନ୍ଦ ଭୈରବୀଙ୍କ ରୀତିନୀତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆହାର ପରେ ସ୍ୱାମୀ ନିଗମାନନ୍ଦ ଏତେ ରାତ୍ରିରେ କେଉଁଆଡ଼େ ଯିବେ ଭାବୁଛନ୍ତି।
ଏହି ସମୟରେ ଯୁବତୀ ଭୈରବୀ କହିଲେ, ଏହିଠାରେ ରାତ୍ରି ଯାପନ କର, ପ୍ରତ୍ୟୁଷରୁ ଚାଲିଯିବ। ଏ ବଣରେ ବ୍ୟାଘ୍ର ଭଲ୍ଲୁକଙ୍କର ବଡ଼ ଉତ୍ପାତ, ତୁମେ ମଧ୍ୟ ବାଟ ଚିହ୍ନି ନାହ। ନିଗମାନନ୍ଦ ଅନ୍ୟ ଉପାୟ ନ ଦେଖି ସେଥିରେ ସମ୍ମତ ହୋଇଗଲେ। ଯୁବତୀ କୁଟୀର ଭିତରେ ଦୁଇଟି ବଡ଼ କୁଶାସନ ପକାଇ ଗୋଟିକରେ ନିଜେ ଶୋଇଲେ ଓ ଅନ୍ୟଟିରେ ନିଗମାନନ୍ଦଙ୍କୁ ଶୋଇବାକୁ ନିର୍ଦ୍ଦେଶ ଦେଲେ। ଉଭୟଙ୍କ ଶଯ୍ୟା ଭିତରେ ପ୍ରାୟ 1 ହାତ ଭୂମିର ପାର୍ଥକ୍ୟ ରହିଲା। ଏକେ ତ ବିସ୍ତୀର୍ଣ୍ଣ ଗଭୀର ଅରଣ୍ୟ ଭିତରେ ପର୍ଣ୍ଣ କୁଟୀର, ସେଥିରେ ପୁଣି ପାର୍ବତ୍ୟ ଅନ୍ଧକାର। ଭୀଷଣ ନିସ୍ତବତା ଭିତରେ ଦଣ୍ଡୀ ସନ୍ନ୍ୟାସୀଙ୍କ ନିକଟରେ ଯୁବତୀ ଭୈରବୀଙ୍କର ଶଯ୍ୟା। ଏଥିରେ ନିଗମାନନ୍ଦଙ୍କର ନିଦ୍ରା ହେଲା ନାହିଁ। ମନ ଭିତରେ ନାନା ଭାବର ଉଦୟ ହେବାକୁ ଲାଗିଲା। ଭୈରବୀ ଏହା ଜାଣିପାରି ନିଗମାନନ୍ଦଙ୍କୁ ପଚାରିଲେ, କି ହେ, ବର୍ତ୍ତମାନ ସୁଦ୍ଧା ନିଦ୍ରା ଯାଇନାହୁଁ? ନିଗମାନନ୍ଦ, ବହୁ ଚେଷ୍ଟା ସତ୍ତ୍ୱେ ନିଦ୍ରା ଆସୁନାହିଁ। ଭୈରବୀ, ଓହୋ, ବୋଧହୁଏ ନ ଖାଇ ନ ପିଇ ଏତେ ଏଣେ ତେଣେ ବୁଲିବାରୁ ବାୟୁ ଚଞ୍ଚଳ ହୋଇଯାଇଛି, ତେଣୁ ନିଦ୍ରା ହେଉନାହିଁ। ଆଚ୍ଛା। ଏହା କହି ଯୁବତୀ ନିଗମାନନ୍ଦଙ୍କ ମସ୍ତକ ଉପରେ ଆସି ବସି ମସ୍ତକ ଓ ପିଠିରେ ହାତ ବୁଲାଇବାକୁ ଲାଗିଲେ। ଏଥିରେ ନିଗମାନନ୍ଦ ବଡ଼ ମନ ଚଞ୍ଚଳ ହୋଇ ଉଠିଲା। ତାଙ୍କର ଭାବଭଙ୍ଗୀ ଦେଖି ଭୈରବୀ କହିଲେ, ନିଗମାନନ୍ଦ, ତୁମ ମନରେ କ'ଣ ସନ୍ଦେହ ହେଉଛି? ନିଗମାନନ୍ଦ, ଏପରି କରିବା ସନ୍ନ୍ୟାସୀ ନିୟମର ବହିର୍ଭୂତ। ଭୈରବୀ, ତେବେ ଉପାୟ କ'ଣ? ତୁମକୁ ଯେ ନିଦ୍ରା ହେଉନାହିଁ। ନିଗମାନନ୍ଦ, ଗୋଟିଏ ରାତ୍ର ନିଦ୍ରା ନ ହେଲା ଯେ କ'ଣ ହେଲା? ମୁଁ କୁଟୀର ବାହାରେ ଶୟନ କରୁଛି, ତୁମେ କୁଟୀର ମଧ୍ୟରେ ଶୟନ କର। ଭୈରବୀ, ନା ନା, ତାହା ହେବ ନାହିଁ। ବାହାର ହିଂସ୍ରଜନ୍ତୁମାନଙ୍କର ଆବାସସ୍ଥଳ, ବରଂ ମୁଁ ବାହାରେ ଯାଇ ଶୟନ କରୁଛି, ତୁମେ କୁଟୀରରେ ନିଶ୍ଚିନ୍ତରେ ନିଦ୍ରା ଯାଅ। ନିଗମାନନ୍ଦ ଏଥିରେ ସମ୍ମତ ହୋଇପାରିଲେ ନାହିଁ। ଭାବିଲେ, ଏହି ଦୁର୍ଭେଦ ଅନ୍ଧକାର ରାତ୍ରିରେ ବ୍ୟାଘ୍ର ଭଲ୍ଲୁକ ପୂର୍ଣ୍ଣ ଭୀଷଣ ଅରଣ୍ୟରେ ଭୈରବୀ ତାଙ୍କର ନିଜ କୁଟୀର ଛାଡ଼ି ବାହାରେ ରହିବେ, ଆଉ ମୁଁ ଅତିଥି ହୋଇ ଗୃହସ୍ୱାମୀଙ୍କୁ ବହିଷ୍କାର କରି ସମ୍ମୁଖରେ ସୁଖରେ ନିଦ୍ରା ଯିବି। ଏହା ବଡ଼ ଅଶୋଭନୀୟ। ଏହା ଭାବି ନିଗମାନନ୍ଦ ସରଳ ଭାବରେ କେତେକ ପ୍ରଶ୍ନ ଭୈରବୀଙ୍କୁ ପଚାରିଲେ। ନିଗମାନନ୍ଦ, କେତୋଟି ବିଷୟରେ ମୋ ମନରେ ସନ୍ଦେହ ହେଉଛି, ସେସବୁ ବିଷୟ ମୁଁ ତୁମଠାରୁ ଜାଣିପାରିଲେ ସୁଖରେ ଶୋଇପାରିବି। ଭୈରବୀ, ବେଶ୍, ସ୍ୱଚ୍ଛନ୍ଦରେ ପଚାରିପାର। ନିଗମାନନ୍ଦ, ତୁମେ କିପରି ଏଠାକୁ ଆସିଲ? କିପରି ବା ମୋ ନାମ ଜାଣିଲ? ତୁମେ କାହିଁକି ଏଠାରେ ଅଛ? ଏସବୁ ବିଷୟ ମୁଁ ଜାଣିବାକୁ ଚାହେଁ। ଭୈରବୀ, ତୁମେ ପୂର୍ବରୁ ଯେଉଁ ଯୁବତୀ ଭୈରବୀଙ୍କୁ ଦେଖିଥିଲ, ସେ ମୋର ସଙ୍ଗୀ। ଉଭୟେ ଗୋଟିଏ କୁଟୀରରେ ବାସ କରୁ। ଆମ୍ଭେ ଦୁହେଁ କାଶ୍ମୀର ଦେଶର ବ୍ରାହ୍ମଣ କନ୍ୟା। ବୈରାଗ୍ୟ ଉଦୟ ହେବାରୁ ସଂସାର ତ୍ୟାଗ କରି ଜଣେ ଯୋଗୀଙ୍କ ଠାରୁ ସାଧନା ଶିକ୍ଷା କରୁଛୁ। ଉକ୍ତ ଯୋଗୀଙ୍କ କୃପାରୁ ଆମେ ଦୁଇଜଣ ଯୋଗସିଦ୍ଧି ଲାଭ କରି ଏଠାରେ ଅବସ୍ଥାନ କରୁଛୁ। ଭୈରବୀଙ୍କ ସହିତ ଆଲୋଚନା କରି ନିଗମାନନ୍ଦ ବୁଝିଲେ ଯେ ଏହି ଯୁବତୀ ଭୈରବୀ ଭୂତ ଭବିଷ୍ୟତ ଜ୍ଞାତା, ଆଲୋକ ସାମାନ୍ୟ ଯୋଗସିଦ୍ଧା। ସେ ଭୈରବୀଙ୍କୁ ଯୋଗୀଗୁରୁ କରିବାକୁ ଇଚ୍ଛା ପ୍ରକାଶ କଲେ। ଭୈରବୀ ଅନିଚ୍ଛୁକ ହେବାରୁ ନିଗମାନନ୍ଦ ଅନିଚ୍ଛାର କାରଣ ପଚାରିଲେ। ଭୈରବୀ କହିଲେ, ମୁଁ ସ୍ତ୍ରୀ ଲୋକ, ଯୁବତୀ, ପୁଣି ସୁନ୍ଦରୀ। ନିଗମାନନ୍ଦ, ସେଥିରେ କ'ଣ ଅଛି? ମୁଁ ତ ଗୁରୁ ବୋଲି ଭାବିବି। ଗୁରୁ ବୋଲି ଭାବିଲେ ମନ ଚଞ୍ଚଳ ହେବ। ଭୈରବୀ, ତୁମେ ଯେ କୌଣସି ଭାବରେ ଭାବିଲେ ମଧ୍ୟ ପାରିବ ନାହିଁ। ତୁମର ନବୀନ ବୟସ, ଗୋଟିଏ ରାତ୍ର ମୋ ପକ୍ଷରେ ରହି ତୁମ ମନ ଚଞ୍ଚଳ ହୋଇଉଠିଲା। ସେଥିରେ ପୁଣି ଦୀର୍ଘଦିନ ଧରି ମୋ ପାଖରେ ରହି କିପରି ଯୋଗ ଶିକ୍ଷା କରିବ? ତାପରେ ମୋର ବୟସ 60 ବର୍ଷ ହେଲେ ମଧ୍ୟ ମୋର ତ ଗୋଟିଏ ଦେହ ଧର୍ମ ଅଛି। ନିଗମାନନ୍ଦ ବୟସ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ଏତେ ବୟସ, ଅଥଚ ଭୈରବୀଙ୍କୁ ଷୋଡ଼ଶୀ ଭିନ୍ନ କେହି ଅଧିକ ବୟସ ବୋଲି ଭାବିବେ ନାହିଁ। କିଛି କ୍ଷଣ ପରେ ଭୈରବୀ କହିଲେ, ମୁଁ ତୁମର ଗୁରୁ ନୁହେଁ। ଯାଅ, ଗୁରୁଙ୍କ ସନ୍ଧାନ କର, ପାଇବ। ନିଗମାନନ୍ଦ, କେଉଁଠାରେ ପାଇବି? ଭୈରବୀ, ଏଠାରୁ କଲିକତା ଯାଅ, ସେଠାରେ ଯୋଗସିଦ୍ଧ ଗୁରୁ ପାଇବ। ଏସବୁ ଅଞ୍ଚଳରେ ବୃଥା ଖୋଜି ବୁଲ ନାହିଁ। ନିଗମାନନ୍ଦ, କଲିକତା କିପରି ଯିବି? ହାତରେ ଟଙ୍କା ପଇସା କିଛି ନାହିଁ। ଭୈରବୀ, ଆଚ୍ଛା, ଦେଖାଯିବ। ଏହାପରେ ଉଭୟ ସୁଖରେ ରାତ୍ରି ଯାପନ କଲେ। ପ୍ରଭାତ ହେବାରୁ ଭୈରବୀ ନିଗମାନନ୍ଦଙ୍କୁ ସଙ୍ଗରେ ନେଇ ଚାଲିବାକୁ ଲାଗିଲେ। ନିଗମାନନ୍ଦଙ୍କର ମନ ଭୈରବୀଙ୍କ ପ୍ରତି ଏତେ ଆକୃଷ୍ଟ ହୋଇପଡ଼ିଥିଲା ଯେ ସେଠା ଛାଡ଼ିଯିବାକୁ ତାଙ୍କୁ ଆଦୌ ଇଚ୍ଛା ହେଉନଥିଲା। ତଥାପି ଉଭୟେ ଜଙ୍ଗଲ ବାହାରକୁ ଆସି ଦେଖିଲେ ସମ୍ମୁଖରେ ଗ୍ରେଟ୍ ଇଣ୍ଡିଆନ୍ ପେନିନସୁଲାର ରେଳ ଲାଇନ୍। ଭୈରବୀ ଏହି ଲାଇନ୍ରେ କିଛି ଦୂର ଆସି କହିଲେ, ଏଇଟି ଟଙ୍କା ନିଅ, ଷ୍ଟେସନ ଦେଖାଯାଉଛି, ସେଠାକୁ ଯାଇ ଟିକେଟ କରି କଲିକତା ଯାଅ। ନିଗମାନନ୍ଦ ନିତାନ୍ତ ଅନିଚ୍ଛା ସତ୍ତ୍ୱେ ଚାଲିବାକୁ ଲାଗିଲେ। କିଛି ଦୂର ଯାଇ ପଛକୁ ଚାହିଁ ଦେଖିଲେ ଭୈରବୀ ପୂର୍ବପରି ଦଣ୍ଡାୟମାନ। ଷ୍ଟେସନ ନିକଟକୁ ଯାଇ ଦେଖିଲେ ଭୈରବୀ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ଭୈରବୀଙ୍କ ଆକସ୍ମିକ ଅନ୍ତର୍ଦ୍ଧାନରେ ତାଙ୍କ ମନ ବଡ଼ କ୍ଷୁର୍ଣ୍ଣ ହୋଇଗଲା। ମନେ ହେଲା, କ'ଣ କଲି, ଏପରି ଗୁରୁ ପାଇ ଛାଡ଼ିଦେଲି। ଏହି ଭାବି ଜଙ୍ଗଲ ଆଡ଼କୁ ଦୌଡ଼ିଲେ। ଯାଇ ଦେଖିଲେ କୁଟୀର ନାହିଁ, କି ଭୈରବୀ ନାହିଁ।
ନିଗମାନନ୍ଦ ମଧ୍ୟ ବିସ୍ମିତ ହୋଇଗଲେ। ନିଗମାନନ୍ଦ ପୁନରାୟ ଭାବିଲେ, ଭୈରବୀ ସମ୍ଭବତଃ କୌଣସି ଊର୍ଦ୍ଧ୍ୱ ଜଗତର ପ୍ରାଣୀ, ଯୋଗିନୀ, ଯକ୍ଷିଣୀ ଦଳର ହେବେ, ଅନ୍ୟଥା ମନୁଷ୍ୟ ଏପରି ଉନ୍ନତ ହେବା ତ ସମ୍ଭବ ନୁହେଁ। ନିଗମାନନ୍ଦ ମନେ ମନେ ଭାବିଲେ, କିପରି ଏହା ସମ୍ଭବ ହେଲା। ଶେଷରେ ନାନା ସ୍ଥାନ ବୁଲି ଷ୍ଟେସନକୁ ଫେରିଆସିଲେ। ଷ୍ଟେସନ ମାଷ୍ଟରଙ୍କୁ କଲିକତା ଯିବା ଭଡ଼ା ପଚାରି ସେ କହିଲେ, 18 ଟଙ୍କା 10 ଅଣା। ନିଗମାନନ୍ଦ ଦେଖିଲେ, ଭୈରବୀ ତାଙ୍କୁ ଯେଉଁ ଟଙ୍କା ଦେଇଛନ୍ତି ସେଥିରୁ ଭଡ଼ା ଦେଇ ଆଉ 4 ଅଣା ବଳୁଛି। ସେଥିରେ ତାଙ୍କର କଲିକତା ଯିବା ପର୍ଯ୍ୟନ୍ତ ଖର୍ଚ୍ଚ ଚଳିଯିବ। ସେଠାରୁ ସେ ଟିକଟ କରି କଲିକତା ଯାତ୍ରା କଲେ। ଜୟ ଗୁରୁ। ପରବର୍ତ୍ତୀ ଅଧ୍ୟାୟ ଡାକ୍ତର ଆନିବେସନଙ୍କ ସହ ଆଲୋଚନା। ଜୟ ଗୁରୁ।